ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଆଜିର ଶିକ୍ଷା ନ୍ୟୁଜ୍ ଜାଣିବା। ରାଜ୍ୟରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ଗଣିତ ଜ୍ଞାନ କେତେ? ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ। ବାଲିଗୁଡ଼ା ବିଧାୟକ ପ୍ରଶ୍ନର ଉତ୍ତର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡର ଉତ୍ତର ଦେଇଛନ୍ତି ଯେ ବାଲିଗୁଡ଼ା ବିଧାୟକଙ୍କର ପ୍ରଶ୍ନର ଉତ୍ତର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଇଛନ୍ତି ଯେ 2024-25 ଆର୍ଥିକ ବର୍ଷରୁ 2028-29 ମଧ୍ୟରେ 6,700 ଚରଳାଇ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱର ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଶୁକ୍ରବାର ବାଲିଗୁଡ଼ା ବିଧାୟକ ଚକ୍ରମଣି କଅଁର ରାଜ୍ୟରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ଗଣିତ ଜ୍ଞାନ କେତେ ରହିଛି ସେ ନେଇ ଜାଣିବାକୁ ଚାହିଁଛନ୍ତି। ଅକ୍ସଫୋର୍ଡ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଷ୍ଟମ ଶ୍ରେଣୀ ପିଲା ଠିକ୍ ଭାବରେ ହରଣ ଗୁଣନ ଫେଡ଼ାଣ କରିପାରୁନାହାନ୍ତି। ଏଥିପାଇଁ ଶିକ୍ଷା ବ୍ୟବସ୍ଥା ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କ'ଣ ପଦକ୍ଷେପ ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପ୍ରଶ୍ନ କରିଛନ୍ତି। ବାଲିଗୁଡ଼ା ବିଧାୟକଙ୍କର ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ଦେଇଛନ୍ତି ଯେ 2024-25 ଆର୍ଥିକ ବର୍ଷରୁ 2028-29 ମଧ୍ୟରେ ରାଜ୍ୟରେ 6,700 ଚରଳାଇ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ 11,939.41 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କେବଳ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଖର୍ଚ୍ଚ ବାବଦକୁ 100 କୋଟି ଟଙ୍କାର ବ୍ୟୟବରାଦ ରହିଛି। ଯୋଜନା ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଏବଂ ସରକାରଙ୍କ ବିଚାରରେ ରହିଛି। ସେହିଭଳି ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ପୁନଃ ଖୋଲିବା ପ୍ରସ୍ତାବ ଉପରେ ରାଜ୍ୟସ୍ତରୀୟ ତଥା ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଯାଞ୍ଚ କରାଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ବ୍ୟବସ୍ଥା ରହିଛି। ରାଜ୍ୟରେ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 16,009 କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସେହି ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ 1,798 ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସରକାରୀ ଉଚ୍ଚ ବିଦ୍ୟାଳୟରେ 6,025 ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 1,375 ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 1,061 ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ତେବେ 17 ଜିଲ୍ଲାରେ 21 ଭାଷାରେ ଶିକ୍ଷାଦାନ କରାଯାଉଛି। ଏହିସବୁ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ 3,188 ଶିକ୍ଷକ ନିଯୁକ୍ତ କରାଯାଇଛି। ଖାଲି ସେତିକି ନୁହେଁ, 143 ଶିକ୍ଷକ ସ୍ୱେଚ୍ଛାସେବୀମାନଙ୍କୁ ବି ନିଯୁକ୍ତ କରାଯାଇଛି। 2014ରେ 63.4% ଫେଡ଼ାଣ ଜାଣିନଥିଲା ବେଳେ 2024ରେ 69.5% ପିଲା ଫେଡ଼ାଣ ଜାଣିନଥିବା ରିପୋର୍ଟ ଆସିଛି। ସେହିଭଳି 2014ରେ 37.9% ପିଲା ହରଣ ଜାଣିନଥିଲା ବେଳେ 2024ରେ ତାହା ବଢ଼ିକି 45.8%ରେ ପହଞ୍ଚିଛି। ବିଧାୟକ ଚକ୍ରମଣି କଅଁର ପ୍ରଶ୍ନର ମନ୍ତ୍ରୀ ଶ୍ରୀ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି। ଅଷ୍ଟମ ଶ୍ରେଣୀ ପିଲାମାନେ ଫେଡ଼ାଣ କରିପାରୁଛନ୍ତି, ସେମାନଙ୍କ ସଂଖ୍ୟା 6% ବୃଦ୍ଧି ପାଇଛି। ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ହରଣ କରିପାରୁଛନ୍ତି, ସେମାନଙ୍କ ସଂଖ୍ୟା 11% ବୃଦ୍ଧି ପାଇଛି। ଅନୁରୂପ ଭାବରେ ଯେଉଁମାନେ ଶିକ୍ଷଣ ଅଭିବୃଦ୍ଧି ପାଇଁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଓଡ଼ିଆ, ଇଂରାଜୀ, ଗଣିତ ବିଷୟରେ କାର୍ଯ୍ୟପୁସ୍ତିକା ଯୋଗାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷଣ ସାମଗ୍ରୀ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି। ଶିକ୍ଷା ଯୋଜନା ଅନ୍ତର୍ଭୁକ୍ତ ବାର୍ଷିକ ୱାର୍କ ପ୍ଲାନ୍ ବଜେଟ୍ 25-26ରେ ଉପସ୍ଥାପନ କରାଯାଇଛି। ବର୍ତ୍ତମାନ 12,484 ପ୍ରଧାନ ଶିକ୍ଷକ ଖାଲି ପଡ଼ିଛି। ଚାଲନ୍ତୁ ଅନ୍ୟ ଏକ ଖବର ଜାଣିବା। ଡିଫରେନ୍ସ ବିଟୱିନ୍ ଟୁ ଟ୍ୟାକ୍ସ ରେଜିମ୍ 2024-25 ଆଣ୍ଡ 25-26। ଦେଖନ୍ତୁ ଆପଣଙ୍କର ଟ୍ୟାକ୍ସ ରେଜିମ୍ କିଭଳି ଭାବରେ ରହିଛି। ତ ଆପଣମାନେ ପ୍ରଥମରୁ ଜାଣିଛନ୍ତି 2024-25ରେ ତାହା ଥିଲା ଆମର 3 ଲକ୍ଷରେ କମ୍ ନିଲ୍ ଥିଲା। ବର୍ତ୍ତମାନ 4 ଲକ୍ଷ ଠାରୁ ନିଲ୍ ଅଛି। ବର୍ତ୍ତମାନ 4 ଲକ୍ଷରୁ 8 ଲକ୍ଷ ମଧ୍ୟରେ ହେଲେ ଆପଣ 5% ଟ୍ୟାକ୍ସ ଦେବେ। 2024-25ରେ ଆପଣଙ୍କର 3 ଲକ୍ଷ ଠାରୁ 7 ଲକ୍ଷ ପର୍ଯ୍ୟନ୍ତ 5% ଟ୍ୟାକ୍ସ ରେଜିମ୍ ଥିଲା, 5% ଦେଉଥିଲେ। ବର୍ତ୍ତମାନ 4 ଲକ୍ଷରୁ 8 ଲକ୍ଷ ମଧ୍ୟରେ ହେଲେ 5% ଟ୍ୟାକ୍ସ ଦେବେ। ସେହିଭଳି 2024-25ରେ 7 ଲକ୍ଷରୁ ଆରମ୍ଭ କରି 10 ଲକ୍ଷ ପର୍ଯ୍ୟନ୍ତ 10% ଟ୍ୟାକ୍ସ ଥିଲା।
ବର୍ତ୍ତମାନ ତାହା 8 ଲକ୍ଷରୁ 12 ଲକ୍ଷ ମଧ୍ୟରେ 10% ଟ୍ୟାକ୍ସ ରହିଛି। ସେହିଭଳି ଆପଣଙ୍କର 10 ଲକ୍ଷରୁ 12 ଲକ୍ଷ ଭିତରେ 15% ଟ୍ୟାକ୍ସ ଥିଲା। ବର୍ତ୍ତମାନ 16 ଲକ୍ଷରୁ 20 ଲକ୍ଷ ଭିତରେ 20% ଟ୍ୟାକ୍ସ ରହିଛି। ସେହିଭଳି 12 ଲକ୍ଷରୁ 15 ଲକ୍ଷ ଭିତରେ 20% ଥିଲା। ବର୍ତ୍ତମାନ 20 ଲକ୍ଷରୁ 24 ଲକ୍ଷରେ 25% ଟ୍ୟାକ୍ସ ଦେବାକୁ ନୂଆ ରେଜିମ୍ରେ ରହିଅଛି। ସେହିଭଳି 12 ଲକ୍ଷରୁ 15 ଲକ୍ଷରେ 20% ଟ୍ୟାକ୍ସ ରେଜିମ୍ ରହିଥିଲା ବେଳେ 20 ଲକ୍ଷରୁ 24 ଲକ୍ଷରେ 25% ଟ୍ୟାକ୍ସ ଦେବାକୁ ରହିଥିଲା। ଆପଣଙ୍କର ଏଭଳି 24-25ରେ 15 ଲକ୍ଷରୁ ଉର୍ଦ୍ଧ୍ୱ ଥିଲେ 30% ଟ୍ୟାକ୍ସ ଦେବାକୁ ପଡ଼ୁଥିଲା। ଏବେ ବର୍ତ୍ତମାନ 2025-26ରେ ଆପଣଙ୍କର 24 ଲକ୍ଷରୁ ଅଧିକ ଥିଲେ 30% ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି ନ୍ୟୁ ଟ୍ୟାକ୍ସ ରେଜିମ୍ରେ ଆପଣଙ୍କର ଉଲ୍ଲେଖିତ କରାଯାଇଛି।